ଆଜିର କାହାଣୀଟିର ନାମ ହେଉଛି ଚାଲାକି। ଗୋଟିଏ ଗ୍ରାମରେ ଶିବା ନାମରେ ମେଣ୍ଢା ରଖୁଆଳଟିଏ ଥାଏ। ସେ ତା ମାଲିକର ମେଣ୍ଢାଗୁଡ଼ିକୁ ନେଇ ସକାଳୁ ଯାଇ ସନ୍ଧ୍ୟାରେ ଫେରେ। ଥରେ ତାର କୌଣସି ଏକ କାମ ପାଇଁ ଟଙ୍କା ନିହାତି ଦରକାର ହେଲା। ମାତ୍ର ସମସ୍ତଙ୍କୁ ମାଗି ମାଗି କେହି ବି ନ ଦେବାରୁ ଶେଷରେ ମେଣ୍ଢାଟିଏ ଲୁଚାଇ କରି ତାକୁ ସେ ବିକ୍ରୟ କରିଦେଲା। ରାତିରେ ମାଲିକ ଶିବାକୁ ପଚାରିଲେ, ଆରେ ଶିବା, ଆଜି ତ କ'ଣ ମୁଁ ଗଣି ଦେଖିଲି ଯେ ମେଣ୍ଢାଟିଏ କମ୍ ପଡ଼ୁଛି। ତାପରେ ଶିବା କହିଲା, ଆଜ୍ଞା ମାଲିକ, ବାଘଟିଏ ଆସି ମେଣ୍ଢାଟିଏ ନେଇଯାଇଛି। ଏପରି କଥା ଶୁଣି ମାଲିକ ତା କଥାରେ ବିଶ୍ୱାସ କଲେ ଓ ତାକୁ ସାବଧାନ କରାଇ କହିଲେ, ଏଥର ଭଲ କରି ମନ ଦେଇ ଜଗିବୁ ଯେ ଆଉ ଯେମିତି ବାଘ କେବେ ବି ମେଣ୍ଢା ନେଇପାରିବ ନାହିଁ। 2 ଦିନ ପରେ ଶିବା ଆଉ ଗୋଟିଏ ମେଣ୍ଢା ବିକିଦେଲା ଓ ତାକୁ ପଚାରିବାରୁ ସେ ବାଘ ନେଇଗଲା ବୋଲି କହିଲା। ତା କଥା ଶୁଣି ମାଲିକ କହିଲେ, ତାହେଲେ ଠିକ୍ ଅଛି, କାଲି ମୁଁ ଶିକାରୀକୁ ସାଙ୍ଗରେ ଧରି ନିଜେ ଯିବି, ଦେଖିବି ବାଘ କେମିତି ଚାଲାକି କରି ମେଣ୍ଢା ସବୁ ନେଇଯାଉଛି। ପରଦିନ ବହୁ ସମୟ ଅପେକ୍ଷା କରିବା ପରେ ମଧ୍ୟ ବାଘ ଆସିଲା ନାହିଁ। ଏଣୁ ମାଲିକ ଶିବାକୁ ପଚାରିଲେ, କିରେ ଶିବା, ବାଘର ଆଜି ଏମିତି କ'ଣ ହେଲା ଯେ ସେ ଆସିଲା ନାହିଁ? ମାଲିକଙ୍କ ଏଭଳି ପ୍ରଶ୍ନ ଶୁଣି ଶିବା ଚଟାପଟ ଉତ୍ତର ଦେଲା, ମାଲିକ, ମନେ ହେଉଛି ଆଜି ବୋଧେ ସେ ଜାଣିପାରିଲା ଯେ ଶିକାରୀ ଆମ ସହିତ ଅଛି। ବାଘଟା ବହୁତ ଚାଲାକ, ସେଥିପାଇଁ ବୋଧେ ସେ ଆଜି ଆସିନି। ଏହାପରେ ମାଲିକ ଶିବାର ଚାଲାକି ବୁଝି ଅଳ୍ପ ହସି କହିଲେ, ଠିକ୍ ଅଛି, କାଲିଠାରୁ ତେବେ ଏହି ଶିକାରୀ ହିଁ ମେଣ୍ଢା ଚରାଇବା ଦାୟିତ୍ୱରେ ରହୁ। ଯେତେ ଦିନ ପର୍ଯ୍ୟନ୍ତ ସେ ବାଘ ନ ଆସିଛି, ତୋର ଆଉ ଏଠାରେ ରହିବା କିଛି ବି ଦରକାର ନାହିଁ। ମାଲିକଙ୍କ ଏ ପ୍ରକାର କଥା ଶୁଣି ଶିବା କାନ୍ଦି କାନ୍ଦି ତାଙ୍କ ପାଦ ଧରି କହିଲା, ମାଲିକ, ମୋର ଭୁଲ ହୋଇଛି, ତେଣୁ ମୋତେ କ୍ଷମା କରନ୍ତୁ। ସେ ମାଲିକ ଜଣକ ସ୍ୱଭାବରେ ତ ବଡ଼ ଦୟାଳୁ ଥିଲେ। ସେଥିପାଇଁ ସେ କହିଲେ, ହଉ ଠିକ୍ ଅଛି, ଆଜିଠାରୁ ଭଲ ଭାବରେ କାମ କରିବୁ। ଯେତେବେଳେ ତୋର ଯାହା ବି ଦରକାର ତୁ ସିଧା ମୋତେ କହିବୁ। ମଝିରେ ବାଘକୁ ଡାକିବା କିଛି ବି ଦରକାର ନାହିଁ। କାହାଣୀଟି ଭଲ ଲାଗିଥିଲେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।